ରୋଗରେ ଆକ୍ରାନ୍ତ ଥିଲି। ଜଣ୍ଡିସ୍ ମତେ ଆଉ ବହୁତ ମେଡ଼ିକାଲ ବୁଲିଲା ପରେ ଭଲ ହେଲାନି। ଏଇଠିକି ମାଆଙ୍କ ପାଖକୁ ଆସିଥିଲି। ଆଇଲା ପରେ ଆଜିକି 22 ଦିନ ହେଲା। 21 ଦିନରେ ମୁଁ ସମ୍ପୂର୍ଣ୍ଣ 15 ଦିନ ତ ସୁସ୍ଥ ହେଲିଣି। ମୁଁ ଖାଲି ଆପଣଙ୍କୁ ବର୍ତ୍ତମାନ ଆର ପରବର୍ତ୍ତୀ ପଚାରିବାକୁ ଯାଉଛି। 21 ଦିନ ହେଇଗଲା, ବହୁତ ନିଷ୍ଠାରେ ଥିଲି। ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ, ସମ୍ପୂର୍ଣ୍ଣ ଆରୋଗ୍ୟ। ସବୁ ଭକ୍ତ ମାନଙ୍କୁ କ'ଣ କହିବେ ଆପଣ? ବର୍ତ୍ତମାନ ପଚାରିବେ ଆଉ କିଛି ପାଖକୁ ଆସିକି ସମସ୍ତଙ୍କ ମନସ୍କାମନା ମା ପୂର୍ଣ୍ଣ କରନ୍ତୁ। ମାଆକୁ ବିଶ୍ୱାସ ଓ ଭରସା କଲେ ମା ନିଶ୍ଚିନ୍ତ ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ କରିବେ। ଯେତେବେଳେ ଆପଣ ଏଠିକି ଆସିଥିଲେ, ଏଠି ମାଙ୍କ ପୀଠରେ ଆପଣଙ୍କର ପଇସା ବର୍ଷ କିଛି ଖର୍ଚ୍ଚ ହେଇଥିଲା? କିଛି ଖର୍ଚ୍ଚ ହେଇନି। ଆପଣଙ୍କ ଠାରୁ ମା କିଛି ପଇସା ନେଇଥିଲେ? ନା ନା, ମା ଆମକୁ ଦୟା କରିଛନ୍ତି, ପଇସା ନେଇ ଖର୍ଚ୍ଚ ଆମର ତ ଯେମିତି ଆମେ ଶୁଣିବାକୁ ପାଉଛୁ, ଯୋଉ ଜାଗାକୁ ଯାଉଛନ୍ତି କିଛି ଲୋକ ଯାଆନ୍ତି ସେଠି ପଇସା ପତ୍ର ଦେଇକିରି ସବୁ ମାନସିକ କରନ୍ତି, ପୂଜା ଅର୍ଚ୍ଚନା କରନ୍ତି। ଆପଣ କ'ଣ ଏଠି ମାଙ୍କ ପୀଠକୁ ଆସି କିଛି ପଇସା ପତ୍ର ଦେଇକି ପୂଜା ମା ଆମକୁ ଦୟା କରିଛନ୍ତି। ଆମେ ମେଡ଼ିକାଲରେ ପଇସା ଲକ୍ଷ ଦେଇ ଖର୍ଚ୍ଚ କରୁଥିଲୁ, ଏଠି ମା ଦୟାରୁ ଭଲ ହେଇଗଲୁ ବିନା ପଇସାରେ। ଆଚ୍ଛା, ସବୁ ଭକ୍ତ ମାନଙ୍କୁ କ'ଣ କହିବେ? ସବୁ ଭକ୍ତ କହିବୁ ଯେ ବର୍ତ୍ତମାନ ବିଶ୍ୱାସ ରଖନ୍ତୁ, ମାଙ୍କ ଉପରେ ବିଶ୍ୱାସ ରଖନ୍ତୁ ଆଉ ଭରସା ରଖନ୍ତୁ। ମା ନିଶ୍ଚିନ୍ତ ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିବେ।